ବସୁଧା ଚାହୁଁ ଚାହୁଁ 10 ବର୍ଷ ବିତିଗଲା। ଆଉ ଏଇ 10 ବର୍ଷ ପରେ ତପନ ଆଜି ରାଜବାଟୀକୁ ଫେରିଛି। ତମେ ତପନକୁ ଦେଖିବ ବୋଲି ତମ ମନ ଅସ୍ଥିର ହୋଇଛି ପରା। ଅପେକ୍ଷା କର, ରସିକ ଯାଇଛି, ସେ ତପନକୁ ନେଇ ଆସିବ। ଆରେ ନିଶ୍ଚୟ ଚିହ୍ନିବ, ମୁଁ ରସିକ ସବୁ କଥା କହିଛି, କିନ୍ତୁ ଏତେ ବିଳମ୍ବ କାହିଁକି? प्रणाम नियंतु बाबा। हेला बाबा हेला। अरे बोल बाबा, आउ सब भल तो? हाँ बाबा, आपण को आशीर्वाद मु भले अच्छी। आपण? हे बाबा मु तो भले अच्छी। आम मान को आशीर्वाद सदा सर्वदा तो मस्तक जानी बापा, आपण को आशीर्वाद सब बेले मो मस्तक रे अच्छी। माँ मोर प्रणाम निया माँ। हाँ माँ, तुम स्नेह ममतार पणत कानी सब बेले पर मत घोड़े रखी। मु भले रही तो आ भले किए रहिब। सानमा मोर प्रणाम नियो सानमा। तपु तुम सानमा बोली तमे केंती जानिलो? सानमा तुम मुखमंडल रे मातृत्व ममता झलसी उठुची। आउ से स्पष्ट भाव में कही दउची जे तमे तमे होछ मो सानमा। कौन उत्तर दब दियो? अरे मो पुत्र कौन उत्तर दब दियो? नहीं स्वामी, आज मो बो पाखरे मु हारी जाईची। नहीं सानमा, सेमिति कही मते छोट करी दियोनी। बरं कुह मो पाठर परीक्षा नथिला बोली आउ से परीक्षा रे मो उत्तीर्ण होईची। बापा कौन छी? कहा को खोजु छी तू? बापा माने कहा को खोजु छी तू? बापा बाटरे आसिला बेले रसिक भाई मते सब कथा बुझेई कहि छन। कौन कहि? मोर जने सानो भाई अछि आउ ता ना हेउछि सपना। बापा से बदमाश गला पड़े। अरे पिला लोक से तमुडे उद्यान रे खेलुथिबो। बापा मत से तो आजु कथा आनी काहे काहे कथा आनी? पिला लोक से 10 वर्ष पर मु फेरुछि, समस्त मु फेरिबा पथ को अनेई बसंती। आउ से बदमाश खेलिबा को चली जाईछि। जम्मा कथा ए पागला से होची तो सानो भाई। बापा सुन तो फोन आज छोड़ मनुष्य करिबार दायित्व होची केवल तो। बापा आपण से कथा आदो चिंता करंतुनी। आपण देखिबे मो सानो भाई को एते बड़ मनीष मु करिबी जहा को देखी ए कलिंग राज्यर समस्त प्रजा माने गर्व रे कहिबे एई देखो ए होउची तपनर सानो भाई सपना। अरे तपु मां तू अन्य को दूरରୁ आसिलु तते भोक होथिबो ना? मामा मते भीषण भोक हलानी। 10 वर्ष पर फेरिची आउ तम हाथ रंधना खाइबा पई मते व्यस्त होई गलेनी। हौ चल भीतर को चल। मु कोन एका खाइबी? 10 वर्ष पर फेरिची माने समस्त सांग ही खाइबा। ए रसिक भाई अरे हां तो कोई छिड़ाई तो काई की पुष्प उद्यान रे मो सानो भाई खेलुची ताको डाके देबो। अच्छा मैं समस्त बसी सांग ही खाइबा। अरे जाओ जाओ कहली परा। रसिक जा बापा ए रसिक भाई जमारू बदल आखरु जेमिति थिला 10 वर्ष पर ठीक है। हेला ए वसुदा हेलाडू पूरा भोक हेलानी। हां बापा जाओ आज समस्त में सांग ही खाइबा। चलंतु बापा। हेला 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 चलो पड़िबो।
ରାଜବାଟୀକୁ ଫେରି ଆସି ପୁଣି ଥରେ ରାଜବାଟୀରେ ହସ ଖୁସିର ଲହରୀ ଫୁଟିଲି। ହେଲେ ମୁଁ କ'ଣ କେହି ନୁହଁ? ମୋତେ ଥରୁଟିଏ କେହି ହେଲେ ଖୋଜିଲେନି। ହେଲେ ମହାରାଜ ଯାହାକୁ ମୋ ବାପାଙ୍କ ଆସନରେ ବସି ପୂଜା କରି ଆସୁଥିଲି ସିଏ ବି ଥରୁଟିଏ ମୋତେ ଖୋଜିଲେନି। କାହିଁକି ବା ଖୋଜିଲେ? ମୁଁ କ'ଣ ତାଙ୍କର ନିଜର ହେଇଛି? ଆଉ ମା ସିଏ ତ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ, ପୁତ୍ର ଠାରୁ ବି ଅଧିକ ମୋତେ ଭଲ ପାଉଥିଲେ। ତାଙ୍କର ଥରୁଟିଏ ମୁଁ ମନେ ପଡ଼ିଲିନି। ଆଉ ରସିକ ସିଏ ବି ତ ମୋର ଜଣେ ଭାଇ। ହେ ଠାକୁର, ସେମାନେ ପଛେ ମୋତେ ମନେ ପକାନ୍ତି କି ନ ପକାନ୍ତି, ମୁଁ ଯେମିତି ମୋ ଜୀବନ ଦେଇ ଏ ପରିବାର ମୁଖରେ ହସ ଫୁଟାଇ ପାରେ। ଏତିକି ମାଗୁଣି ଠାକୁର, ଏତିକି ମାଗୁଣି। ବସୁଧା 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 ସତରେ ଯେମିତି ସେ କେଟା ଗୌରୀ ଜଣକୁ ଏତେ ଭଲ ପାଇବା। ଆଉ ମୁଁ କ'ଣ ସୁନ୍ଦରୀ ନୁହଁ? ନା, ଛାଡ଼ିବିନି, କାହାରିକୁ ମୁଁ ଛାଡ଼ିବିନି। ଜଣ ଜଣ କରି ମୁଁ ସମସ୍ତଙ୍କୁ ମାରିଦେବି। ହେଇଟି ରାଣୀ ମା, ମୁଁ ବୁଝିପାରୁଛି ଆପଣଙ୍କ କଥା। ଭରା ଯୌବନ ଦେହରେ କାମନାର ନିଆଁ, ଆଉ ତାକୁ ଲିଭିବାର ସାମର୍ଥ୍ୟ ବୁଢ଼ା ରାଜା ବାବୁଙ୍କର ନାହିଁ। ଯଦି ମୋ କଥା ମାନିବେ ତାହେଲେ ହେଇଯିବେ ରାଜ୍ୟର ପାଟରାଣୀ। କ'ଣ କହିଲୁ ଦାସୀ? ନାଇଁ ନାଇଁ, କ'ଣ କହିଲୁ? ତୋ କଥା ମାନି ମୁଁ ରାଜ୍ୟରେ ଯେ ପାଟରାଣୀ? କହ ଦାସୀ, ଏବେ ତୁ କହ। ଶୁଣନ୍ତୁ ରାଣୀ ମା, ସତରେ ଦାସୀ ତୁ ଆଜି ମୋତେ ବହୁତ ଖୁସି କରିଦେଇଛୁ। ଏଇ ନେ ତୋ ଉପହାର। ହେଲେ ଦାସୀ ତୋ କଥା ମାନି ମୁଁ ପତ୍ର ଲେଖି ପଠେଇମି। ଦେଖିବା କୋଉ ପାଣି କୋଉ ଆଡ଼କୁ ଯାଉଛି। ତେବେ ମୁଁ ମୋ କଥାଟି ଯେମିତି ମନେ ଥାଏ। ଏବେ ମୁଁ ପ୍ରଥମ ଶିକାରୁଛି ବିଶ୍ୱଜିତ। ତାକୁ ଯେମିତି ହଉ ମୋ ହାତକୁ ପଡ଼ିବ, ମୁଁ ପଡ଼ିବ। ପ୍ରଣାମ ରାଣୀମା, ମୋତେ ଦାସୀ ହାତରେ ଡକେଇଲେ କାହିଁକି? ଆରେ ବିଶ୍ୱଜିତ, ତମେ ଆସ ଭିତରକୁ ଆସ। ବିଶ୍ୱଜିତ, କ'ଣ କହିଲ? ରାଣୀମା? ରାଣୀମା ନୁହଁ, ଡାକ ଛନ୍ଦିତା ବୋଲି। ମାନେ ତମେ କ'ଣ ବୁଝିପାରୁନ? ଏଥିରେ ବୁଝିବାର କ'ଣ ଅଛି? ଯେମିତି ମନ୍ତ୍ରୀ, ରାଜା ଆଉ ସମ୍ରାଟ। ନାଇଁ ରାଣୀମା ନାଇଁ, ମୁଁ ମହାରାଜାଙ୍କ ସହିତ ବିଶ୍ୱାସଘାତକ କରିପାରିବିନି। ବିଶ୍ୱଜିତ, ତମେ ହବ ରାଜା ଆଉ ମୁଁ ତୁମ ପାଟରାଣୀ। ହେ ରାଜା, ମନ୍ତ୍ରୀ ଆଉ ସମ୍ରାଟ। ନାଇଁ ରାଣୀମା ନାଇଁ, ମୁଁ ମହାରାଜାଙ୍କ ସହିତ ବିଶ୍ୱାସଘାତକ କରିପାରିବିନି ରାଣୀମା, ମୁଁ ପାରିବିନି। ବିଶ୍ୱଜିତ, ମୋ କଥା ମାନିବ ନା ବନ୍ଦୀ ହବ? ନାଇଁ ରାଣୀମା ନାଇଁ, ମୋ କଥା ମାନିବ ନା ବନ୍ଦୀ ହବ? ମୋ କଥା ମାନିବ ନା ବନ୍ଦୀ ହବ? ପାରିବିନି ରାଣୀମା, ମୁଁ ପାରିବିନି। ମୁଁ ଏବେ ଆସୁଛି। ଏମିତି କୁଆଡ଼େ ଚାଲି ଯାଉଛ? କହିଲ ବିଶ୍ୱଜିତ, ମୁଁ କ'ଣ ସୁନ୍ଦରୀ ନୁହଁ? ନାଇଁ ରାଣୀମା ନାଇଁ। ତମେ କ'ଣ ମୋତେ ଭଲ ପାଅନି? ଏ ବିଶ୍ୱଜିତ, ଏଇ ଚୋରାମାନଙ୍କୁ ତମେ ଥରେ ଚୋରି କରି ନେଇ ଯାଉ ନା। ଏଇ ତମ ବାହୁବନ୍ଧନରେ ମୋତେ ଥରେ ବାନ୍ଧି ନିଅ ନା।
Hello, Moo! Bisho!
এইটা হচ্ছে এক আদর্শ পরিবার। এখানে সমস্তে সমস্তকে ভাল পাতি, বাপা মা রসিক ভাই বিশু ভাই সমস্তে মতো কেতে ভাল পাতি। হে ঠাকুরে, জীবନରେ কেবে কিছু মাগি নাই, আজ হাত পাতি এতিকে মাগুছি এ হস খুশির পরিবার উপরে যেমিতি কাহারি নজর ন লাগু, কাহারি নজর ন লাগু। জুহার বড় রাজকুমার। কে দাসী অসময়ে আসবার কারণ কম? এই সান রানী মা চিঠি দেইছন্তি। কিଏ ସାନ ମା? କାହିଁ ଦେଖି ଦେଖି। ଠିକ ଅଛି, ମୁଁ ଦେଖୁଛି, ତୁ ଯା। ସାନ ମା ଚିଠି ଦେଇଛନ୍ତି, କ'ଣ ଲେଖିଛୁ ଟିକେ ଜାଣି ଦେଖିବା। କ'ଣ ହେଲା? ସାନ ମାଙ୍କ ଦେହ ଭୀଷଣ ଖରାପ, ଆଉ ସେ ମୋତେ ଦେଖା କରିବାକୁ ଚାହୁଁଛନ୍ତି। ନା, ଯିବି, ଏଇ ସାଙ୍ଗେ ସାଙ୍ଗେ ଯିବି। ଅପେକ୍ଷା କର ସାନ ମା, ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ସାନ ମା, ସାନ ମା, ସାନ ମା, ସାନ ମା, ତମେ କୋଉଠି ସାନ ମା? ତପୁ, ସାନ ମା, ଏ ତପୁ। ତମେ ଏଇଠାରେ, ମୁଁ ତତେ କେତେ ଖୋଜିଲିଣି। ଜାଣିଛ ସାନ ମା, ଦାସୀ ଯେମିତି ଯାଇ ଚିଠି ଦେଇଛି ଆଉ ସେଥିରେ ଲେଖା ଥିଲା ତମ ଦେହ ଭୀଷଣ ଖରାପ, ମୁଁ ଅଣନିଶ୍ୱାସୀ ଧାଇଁଛି। ସାନ ମା, ତମ ଦେହ କେମିତି ଅଛି? ନାଇଁ ରେ ତପୁ, ମୁଁ ଜମାରୁ ଭଲରେ ନାହିଁ। ସାନ ମା, ତମ ଦେହ ଭଲ ନାହିଁ? ଆରେ ତମେ ଜମା ଚିନ୍ତା କରନି, ବାପାଙ୍କୁ କହି ରାଜବୈଦ୍ୟକୁ ଡାକି ମୁଁ ତୁମକୁ ସୁସ୍ଥ କରିଦେବି। ମୁଁ ଆସୁଛି ସାନ ମା। ନାଇଁ ତପୁ, ମୋତେ ଭୀଷଣ ଜ୍ୱର। ତୁ ନିଜେ ଦେଖୁନୁ। ସାନ ମା, ମୁଁ କ'ଣ ଏ ଦେଖିବି? ଦେଖ। ছি ছি ছি, তুমি এতে ছোট, এতে নিচ, এতে ঘৃণ্য, তুমি তমକୁ মা ବୋଲି ଡାକିବାକୁ ମୋତେ ଘୃଣା ଲାଗୁଛି। ତପୁ, ତମେ କ'ଣ କେବେ ପଢ଼ିବାକୁ ଚାହୁଁନ? ମାନେ ଏତେ ବୁଝାର କ'ଣ ଅଛି? ଯେମିତି ତମେ ହବ ରାଜା ଆଉ ମୁଁ ତୁମ ପାଟରାଣୀ। ଏ ସାନ ମା, କଥା କହିବାର ସୀମା ଟପି ଯାଉଛ ସାନ ମା। ତମେ ହେଉଛ ମା, ମୁଁ ହେଉଛି ପୁଅ। ମା ପୁଅର ସମ୍ପର୍କ କେତେ ପବିତ୍ର ସମ୍ପର୍କ। এই ସାନ ମା, ସେ ପବିତ୍ର ସମ୍ପର୍କରେ ତମେ କଳଙ୍କର ଦାଗ ଲଗେଇ ଦିଅ ନା। ସାନ ମା, ସେ ପରା ମୋ ବାପା, ତମେ ପରା ଅରଣ୍ୟ ମଧ୍ୟରେ ତାଙ୍କୁ ଭଲ ପାଇ ବିବାହ କରିଥିଲ। ଆଜି ମୋ ବାପା ତମ ପାଇଁ ଅଲଗା ଅଦରକାରୀ ବସ୍ତୁ ପାଲଟି ଗଲେ। ବାବୁ, ତୁ ଆମର ବୃଦ୍ଧ, ତାଙ୍କ ନିକଟରୁ କେମିତି କ'ଣ ଆଶା କରିବି କି? ବନ୍ଦ କର କହୁଛି, ତା ନହେଲେ ମୁଁ ଗଳି ଦେବେ। ତମେ ହଉଛ ମୋ ସାନ ମା। ଏ ସାନ ମା, ସେ ପରା ସ୍ୱାମୀ, ସ୍ୱାମୀର ପାଦ ସେବାରେ କୋଟି ତୀର୍ଥର ଫଳ ମିଳେ। ସ୍ୱାମୀ ହେଉଛନ୍ତି ଇହକାଳ ପରକାଳର ଦେବତା। ସାନ ମା, ସେ ହେଉଛନ୍ତି ମୋ ବାପା, ମୋ ପାଇଁ ହେଉଛନ୍ତି ଜଗନ୍ନାଥ। ଏ ଘର ହେଉଛି ମୋ ପାଇଁ ଶ୍ରୀମନ୍ଦିର। ତାଙ୍କର ଅଇଁଠାକୁ ମୁଁ ମହାପ୍ରସାଦ ଭାବି ଖାଇଯାଏ ସାନ ମା। ମୋ ବାପାଙ୍କୁ ସେମିତି କହି ତମେ ଛୋଟ କରିଦିଅନି ସାନ ମା, ସେମିତି କହି ବାପାଙ୍କୁ ଛୋଟ କରିଦିଅନି। ଆସୁଛି ସାନ ମା, ମୁଁ ଆସୁଛି। ଏ ତପୁ। ଆରେ ବାପା, ତୁ କ'ଣ ରାଗିଗଲୁ? ତତେ ନା ମୁଁ ପରୀକ୍ଷା କରୁଥିଲି। କ'ଣ କହିଲେ ସାନ ମା? ତମେ ମୋତେ ପରୀକ୍ଷା କରୁଥିଲ? ହଁ ତପୁ। ଏଇ ଦେଖ, ନ ଜାଣି ନ ଶୁଣି ମୁଁ କେତେ କଥା ମୋ ମାଆକୁ କହିଦେଲି। ଏ ସାନ ମା, କହିବାଟା ଆମର ଭୁଲ ହେଇଛି। ଏଇ ଦେଖ, କାନ ଧରୁଛି, ଉଠ ବସ ହେଉଛି। ହେ ତପୁ, ମୋତେ ତମେ କ୍ଷମା କରିଦିଅ ସାନ ମା, ନାଇଁ ବାବୁ। ମୋତେ ତମେ କ୍ଷମା କରିଦିଅ। ମୋତେ ଥରେ ସାନମା ବୋଲି ଡାକି ମୋ କୋଳକୁ ଆ ବାପା। ଥରେ କାହିଁକି, 1000 ଥର ଡାକିବି। ତମେ ହଉଛ ପରା ମୋ ସାନ ମା। ହଁ ତପୁ। ସାନ ମା, ତପୁ। ସାନ ମା, ତପୁ। ସାନ ମା। ଆପଣ ତୁ ଏଠାରେ କାହିଁକି? ମୋ ପଚାରୁଛୁ ତୁ ଏଠାରେ କାହିଁକି? ବାବା, ତାମାନେ ଆପଣ ମୋତେ ସନ୍ଦେହ କରୁଛନ୍ତି? ସନ୍ଦେହ? କାହାକୁ ସନ୍ଦେହ କରିବି?
ଆରେ କାହାକୁ ସନ୍ଦେହ କରିବି? ପୁତ୍ରକୁ ସନ୍ଦେହ କରିବି ନା ସ୍ତ୍ରୀକୁ ସନ୍ଦେହ କରିବି ନା ବୋଲି ଦୁଇ ଆଖିକୁ ସନ୍ଦେହ କରିବି? ବାପା ବେଳେ ବେଳେ ନିଜ ଆଖି ବି ଧୋକା ଖାଇଯାଏ ବାପା। ଠିକ ଯେମିତି ଦୂର ଦିଗ୍ବଳୟକୁ ଦେଖି ବାଟୋଇଟି ଭାବେ ଏ ଆକାଶ ପୃଥିବୀ ଏକ ହେଇଯାଇଛନ୍ତି। ହେଲେ ଆପଣ କହିଲେ ବାପା ଆକାଶ ଆଉ ପୃଥିବୀ ଏମାନେ କଣ ଏକ ହେଇପାରନ୍ତି? ମୁଁ ପଚାରୁଛି ତୁ ଏଠାରେ କାହିଁକି? କହିବି ନିଶ୍ଚୟ, ହେଲେ ମୋତେ ଆଜି କଷ୍ଟ ଲାଗୁଛି ବାପା। ଏ ତପନକୁ ଏତେ ଭଲ ପାଉଥିଲେ, ଏଇ ଭଲ ପାଇବା ମଣିଷଟାକୁ ଆପଣ ଭୁଲ ବୁଝିଲେ କେମିତି? ଆପଣ ମୋତେ ସନ୍ଦେହ କରିପାରିଲେ ବାପା। ନାଇଁ ରେ ବାବା, ମୁଁ ତ ସନ୍ଦେହ କରୁନାହିଁ। ମୁଁ ପଚାରିବି ଅର୍ଥ ହେଉଛି ତୁ ଏ ସମୟରେ ଏଠାରେ କାହିଁକି? କାହିଁକି ସନ୍ଦେହ ନ କରିବେ? ମୁଁ କଣ ଆପଣଙ୍କ ନିଜ ପୁଅ ହେଇଛି? ଏ ତପନ, ଆଉ ମୁଁ ଯଦି ନିଜ ପୁଅ ହେଇଥାନ୍ତି ଆପଣ କଣ ଏମିତି ମୋତେ ସନ୍ଦେହ କରିପାରିଥାନ୍ତେ? ଦେଖ ତପନ, ଶୁଣିବା ପାଇଁ ଚାହୁଁଛନ୍ତି କାହିଁକି ମୋ ଏଠାକୁ ଆସିଛି? ଶୁଣନ୍ତୁ ବାପା, ଏଇ ସାନ ମା ଦାସୀ ହାତରେ ଗୋଟିଏ ଚିଠି ଲେଖି ପଠେଇଥିଲେ, ଆଉ ସେଥିରେ ଲେଖା ଥିଲା ତପୁ ମୋ ଦେହ ଭୀଷଣ ଖରାପ, ମୁଁ ତତେ ଦେଖିବାକୁ ଚାହୁଁଛି, ତୁ ଚଞ୍ଚଳ ଚାଲିଆରେ ବାବା। ଆପଣ କହିଲେ ବାପା ମାର ଦେହ ଖରାପ କଥା ଶୁଣି ଯଦି କୋଉ ପୁଅ ମା ପାଖକୁ ଧାଇଁ ଆସେ ସେ କଣ ଭୁଲ କରେ ବାପା? ନା ତୁ ଠିକ କରିଛୁ। ହେଲେ ତପନ, ସେ ଚିଠିଟି ମୋତେ ଦେଖେଇ ଦେଇପାରିବୁ? ପାରିବି ପାରିବି ବାବା, ଏଇ ହଉଛି ସେଇ ଚିଠି। ଏ ଚିଠି ଦେଖି ସାରିଲା ପରେ ଆଉ କିଛି କହିବାର ଅଛି? ସ୍ୱାମୀ ମୁଁ କହିଲେ ମୋ କଥା ମାନିବ ବି କିଏ? ତପନ, ବୁଝିପାରୁନାହିଁ ମୋର ରାଜବାଟୀ ଉପରକୁ ଗୋଟେ କୋଉ ଗ୍ରହରେ ଛାଇ ଘୁରି ବୁଲୁଛି। ଟିକେ ସାବଧାନ ରହିବୁ, ତା ନହେଲେ କୋଉ ଦିନ ସେ ଅଦିନିଆ ଝଡ଼ୁରେ ମୋର ଏ ହସ ଖୁସିର ସଂସାରଟା ଯେମିତି ଭାଙ୍ଗି ରୁଜି ଚୁରମାର ହୋଇଲେ ଯାଉ। କିଛି ହବନି ବାପା, କିଛି ହବନି। ମୁଁ ପରା ଅଛି, ଏ ତପନ ପରା ଅଛି, ଏ ଘରର ବଡ଼ ପୁଅ ଥାଉ ଥାଉ କାହାରି କିଛି ହବାକୁ ଦେବିନି। ହସି ହସି ମୋଠା ପାତି ମୁଁ ସହି ନେବି, ଯଦି ଦରକାର ପଡ଼ିଲେ ମୋ ଜୀବନ ଚାଲିଯାଏ। ହସି ହସି ମୋ ଜୀବନ ଦେଇଦେବି ବାପା, ହେଲେ କାହାରି କିଛି ହବାକୁ ଦେବିନି। ହେଲେ ଗୋଟିଏ କଥା ମନେ ରଖିଥିବ ବାବା, ତୁ ସିନା କହିଲୁ ଯେତେ ଝଡ଼ ଝଞ୍ଜା ଆସୁନା କାହିଁକି ସବୁ ମୁଣ୍ଡପାତି ସହି ନେବୁ, ହେଲେ ତୋ ବାପାକୁ ଛାଡ଼ି ତୁ କେବେ ବି ଯିବୁନି ତ? କୁଆଡ଼େ ଯିବି, କୋଉଠିକି ଯିବି ବାପା? ଏତେ ବଡ଼ ଦୁନିଆରେ ଆପଣମାନଙ୍କୁ ଛାଡ଼ିଦେଲା ପରେ ମୋର ଆଉ କିଏ ଅଛି? କୋଉଠିକି ଯିବି, କୋଉଠି ରହିବି, କଣ ଖାଇବି ମୋ ବାପା? ହେଲେ ଆପଣ ମୋତେ କଥା ଦିଅନ୍ତୁ, ଅନାଥଟିଏ ଭାବି, ସାଉଁଟି ଆଣିଥିବା ଛୁଆ ଭାବି ଧରିଥିବା ଦୁଇ ହାତକୁ ମୋର କେବେ ଛାଡ଼ିଦେବେ? ହେ ତପନ, ମରିଯିବି ମୁଁ। ଆରେ କିଏ କହିଲେ ତୁ ଅନାଥ? କିଏ କହିଲେ ତୁ ଅନାଥ? ହେ ତୁ ଅନାଥ? ଆରେ ତୁ ହେଉଛୁ ଏ କଳିଙ୍ଗ ରାଜ୍ୟର ଯୁବରାଜ, ଆଉ ନାମ ହେଉଛି ତପନ କୁମାର। এই কলিঙ্গ রাজ্যের রাজা চন্দ্রধ্বজর পুত্র। সত কହୁଛନ୍ତି ମୁଁ ଆପଣଙ୍କ ପୁଅ। ଆରେ ମୋ ପୁଅ? କେବେ ମୋତେ
ଡର କରିବେନି କିଏ କହି ସବୁଦିନ ଆପଣଙ୍କ ପାଖରେ ରହିବି ଏ ତପନ